ମା ଆମେ ପଢୁଥିଲେ ଚିରନ୍ତନୀ ବହିର ପୃଷ୍ଠା 80 ରେ ହତାଶାରୁ ନିଜକୁ ରକ୍ଷା କର। ଆଜି ଆମେ ପଢିବା ପୃଷ୍ଠା 81 ଅବସାଦର ଦୁଇଟି କାରଣ। ଚିରନ୍ତନୀ ବହିର ପୃଷ୍ଠା 81 ଅବସାଦର ଦୁଇଟି କାରଣ। ମା ଯାହା ଲେଖିଛନ୍ତି ପଢିବା। ମା ଲେଖୁଛନ୍ତି ଦୁଇଟି କାରଣରୁ ଅବସାଦ ଆସିପାରେ। ହୁଏତ ତୁମର କୌଣସି ପ୍ରାଣିକ ବାସନା ଚରିତାର୍ଥ ହୋଇନାହିଁ କିମ୍ବା ତୁମ ଶରୀରରେ ସ୍ନାୟୁମଣ୍ଡଳ ଖୁବ୍ କ୍ଳାନ୍ତ ହୋଇପଡ଼ିଛି। ଯେଉଁ ଅବସାଦ ଶାରୀରିକ କ୍ଳାନ୍ତିରୁ ଜାତ ହୋଇଥାଏ ତାହା ଖୁବ୍ ସହଜରେ ଉପଶମ ହୋଇଯାଏ। ଟିକେ ବିଶ୍ରାମ ନିଅ, ବାସ୍ ଠିକ୍ ହୋଇଗଲା। ଟିକେ ବିଛଣା ଉପରେ ଶାନ୍ତ ଭାବରେ ଶୋଇପଡ଼। ତାପରେ ଭଲ ଲାଗିଲେ ଉଠି ପଡ଼ି କାର୍ଯ୍ୟରେ ଲାଗିପଡ଼ କିମ୍ବା ବିଶ୍ରାମ ନିଅ, ସ୍ୱପ୍ନ ଦେଖ, ପଡ଼ି ରହ। ମଣିଷ ଭିତରେ ଖୁବ୍ ସହଜରେ ପ୍ରାଣିକ ବାସନା ଗୁଡ଼ିକ ଚରିତାର୍ଥ ହେବା ଲାଗି ଜାଗି ଉଠନ୍ତି। ସେପରି କ୍ଷେତ୍ରରେ ତୁମେ ସେଗୁଡ଼ିକୁ ତୁମର ବିବେକ ଦ୍ୱାରା ସମ୍ମୁଖୀନ ହେବ। ତୁମେ ଅବସାଦର ସେହି କାରଣଟିକୁ ପଦାକୁ ବାହାର କରି ଆଣ। ତୁମ ପ୍ରାଣରେ କାହିଁକି ଅସନ୍ତୋଷ ଜାତ ହେଉଛି ସେହି କାରଣଟିକୁ ଖୋଜି ବାହାର କର। ତାପରେ ସିଧା ତାକୁ ଚାହିଁ ରହ ଏବଂ ନିଜକୁ ପଚାର, ଆଚ୍ଛା, ଯଦି ମୁଁ ଏହି ମୋର ପ୍ରାଣ ଚାହୁଁଥିବା ବାସନାଟିକୁ ଚରିତାର୍ଥ କରିବି, ତଦ୍ୱାରା ମୋ ଅନ୍ତରର ଯଥାର୍ଥ ଅଭିପ୍ସା ଉପକୃତ ହେବ କି? କିମ୍ବା ମୁଁ ଗୋଟାଏ ସାଧାରଣ ସ୍ତରର ବା ନିମ୍ନ ସ୍ତରର ଗତିବିଧିର ଶିକାର ହେବି? ଏହା କଲା ମାତ୍ରେ ସାଧାରଣତଃ ତୁମେ ବୁଝିପାରିବ ଯେ ତୁମ ଅନ୍ତରର ଅଭିପ୍ସା ସହିତ ଏହି ବାସନାର କିଛି ସମ୍ପର୍କ ନାହିଁ। ତାପରେ ତୁମ ପକ୍ଷରେ ସେହି ବାସନାଟିକୁ ଅତିକ୍ରମ କରିଯିବା ସହଜ ହେବ। ତୁମର ମନରେ ପୁଣି ସାମ୍ୟବସ୍ଥା ଆସିଯିବ। କିନ୍ତୁ ଏତିକିରେ ଯଦି ଯଥେଷ୍ଟ ନ ହୁଏ, ତାହେଲେ ତୁମ ଚୈତ୍ୟ ସତ୍ତାର ସଂସ୍ପର୍ଶରେ ଆସିବା ଯାଏ ତୁମକୁ ଗଭୀରରୁ ଗଭୀରତର ସ୍ତର ପର୍ଯ୍ୟନ୍ତ ଯିବାକୁ ହେବ। ସେତେବେଳେ ତୁମ ପାଇଁ ଏକମାତ୍ର କାମ ହେଲା ତୁମର ଅବସାଦ ମୂଳକ ପ୍ରତିକ୍ରିୟା ସହ ତୁମେ ତୁମର ଏହି ଚୈତ୍ୟ ସତ୍ତାକୁ ସଂଯୁକ୍ତ କରିଦେବ। ବର୍ତ୍ତମାନ ତୁମେ ସଙ୍ଗେ ସଙ୍ଗେ ଦେଖିବ ଯେ ତୁମର ସେହି ଅବସାଦ କୁଆଡ଼େ ମିଳେଇ ଗଲାଣି। ମା ଆମେ ତାକୁ ଟିକେ ଡିଟେଲ୍ସ ଦେଖିବା, ଭିତରକୁ ଯିବା, ବୁଝିବା। ମା ଲେଖୁଛନ୍ତି ଅବସାଦର ଦୁଇଟି କାରଣ। ଯେତେବେଳେ ଲେଖିବାକୁ ଯାଇକି ମା ଲେଖୁଛନ୍ତି ଯେ ଗୋଟେ ଶରୀରରେ ଯଦି ସ୍ନାୟୁମଣ୍ଡଳ କ୍ଳାନ୍ତ ହୋଇଛି କିମ୍ବା ପ୍ରାଣିକ ବାସନା ଚରିତାର୍ଥ ହୋଇନାହିଁ, এই ଦୁଇଟି କାରଣରୁ ଆମ ପାଖକୁ ଅବସାଦ ଆସିଥାଏ। ଶରୀର ଯେତେ ସ୍ନାୟୁମଣ୍ଡଳ କ୍ଳାନ୍ତ ହୋଇ ପଡ଼ିଥାଏ ସେତେବେଳେ ଆମକୁ ଥକ୍କା ଲାଗେ। ବହୁତ ଗୁଡ଼ାଏ କାମ କରିଛନ୍ତି ଆମେ ଏବଂ କାମ କରିଛନ୍ତି ଶରୀର ତେଣୁ କ୍ଳାନ୍ତ ହେଇ ପଡ଼ିଛି। ବେଳେବେଳେ ଆମର ଯେତେବେଳେ ଇଚ୍ଛା ନଥିବ, ଯଦି ବି ଶରୀର କାମ ଅଧିକା କରିଥିବା ସେତେବେଳେ ଅଧିକ କ୍ଳାନ୍ତ ଲାଗେ। କିମ୍ବା ବହୁତ ସକାଳୁ ଉଠିଛନ୍ତି, କାମ ପରେ କାମ, ତାପରେ କାମ, ତାପରେ କାମ, କାମ ଚାଲିଛି, ତେଣୁ କ୍ଳାନ୍ତ ହେଇ ପଡ଼ିଛନ୍ତି। ସେତେବେଳେ ମା କହୁଛନ୍ତି ଯଦି ଶରୀରର ସ୍ନାୟୁମଣ୍ଡଳ ଯୋଗୁଁ ବେସ୍ତିଆ ଲାଗୁଛି, ଅବସାଦ ଲାଗୁଛି, କଷ୍ଟ, ଅବସାଦ, ଥକ୍କା ଲାଗି ବସି ଯାଇଥିବ, କେତେ କାମ କରିବ ମଣିଷ। ଯଦି ସେମିତି ହେଇଛି ତାହେଲେ ଆମେ ଜାଣିବା ଯେ ଶରୀରର ସ୍ନାୟୁମଣ୍ଡଳ କ୍ଳାନ୍ତ ହେଇ ପଡ଼ିଛି। ତାହେଲେ ସେ ସମୟରେ ଟିକେ ବିଶ୍ରାମ ନେଇଯାଅ। ଏଠି ଯଦି ବିଶ୍ରାମ ନବା କଥା ଉଠିଲା, ତାହେଲେ ବିଶ୍ରାମ ନବା ଏବଂ ଶୋଇବା ଏ ଦିଟା ଭିତରେ ଫରକ କଣ ଅଛି? ଆପଣ ଦେଖିବେ ସାଧାରଣତଃ ବିଶ୍ରାମ କହିଲେ ଲୋକେ ଶୋଇବାଟାକୁ ବି ବୁଝନ୍ତି। କିନ୍ତୁ ଶୋଇଲେ ଯେ ବିଶ୍ରାମ ମିଳେ ସେମିତି ବି ସବୁବେଳେ ଗ୍ୟାରେଣ୍ଟି ନାହିଁ।
ସେଥିପାଇଁ ତା ପର ଲାଇନରେ ମା ଲେଖୁଛନ୍ତି ଟିକେ ବିଛଣା ଉପରେ ଶାନ୍ତ ଭାବରେ ଶୋଇପଡ଼, ତାପରେ ଭଲ ଲାଗିଲେ ଉଠି ପଡ଼ି କାର୍ଯ୍ୟରେ ଲାଗି ପଡ଼ କିମ୍ବା ବିଶ୍ରାମ ନିଅ, ସ୍ୱପ୍ନ ଦେଖ, ପଡ଼ି ରହ। ଏଠି ଦିଟା କଥା ସେଥିପାଇଁ କହିଲେ, ଟିକେ ବିଶ୍ରାମ ନିଅ, ବାସ୍ ଠିକ ହେଇଗଲା। ପୁଣି ତାପରେ ଆଉ ଥରେ କହିଲେ ଶୋଇପଡିବା କଥା। ଯଦି ବିଶ୍ରାମ ଏବଂ ଶୋଇପଡିବା ଦିଟା ଏକା କଥା ହେଇଥାନ୍ତା ତାହେଲେ ମା ଏଟା ଦିଥର କହିନଥାନ୍ତେ। ମା ଅନ୍ୟ ଜାଗାରେ ରେଷ୍ଟ ଏବଂ ସ୍ଲିପ ଏ ଦିଟାକୁ ଅଲଗା ଅଲଗା ଭାବରେ କହିଛନ୍ତି। ମା କହୁଛନ୍ତି ସାଧାରଣତଃ ଆମେ ଯେତେବେଳେ ସ୍ଲିପ କରୁ, ସ୍ଲିପ କୁ ଯାଉ, ସେତେବେଳେ ଆମକୁ ରେଷ୍ଟ ମିଳେ, ସମସ୍ତଙ୍କୁ ମିଳେ ବୋଲି ଗ୍ୟାରେଣ୍ଟି କିଛି ନାହିଁ। କାରଣ ମା କହୁଛନ୍ତି ଯେମିତି କାଠ ଗଡ଼ ପଡ଼ିଲା ଭଳିଆ ଆମେ ଶୋଇପଡୁ, ବିଛଣାରେ ଯାଇ ପଡିଯାଉ, ତାପରେ ଆମେ ନିଶ୍ଚେତନାର କୋଉ ଗହ୍ୱରରେ ପଶିଯାଉ, କୋଉଠି କୋଉଠି ମାନେ ସୂକ୍ଷ୍ମ ସ୍ତରରେ ଆମର ମନ ପ୍ରାଣ ଯାଇକି ବୁଲୁଥାନ୍ତି ଏବଂ ସୂକ୍ଷ୍ମ ଶରୀର ଯାଇ ବୁଲୁଥାଏ, ପୁଣି ସେଠି ବୁଲି ବୁଲି କ୍ଳାନ୍ତ ପୁଣି ହୁଏ। ତେଣୁ ଆମେ ଯେତେବେଳେ ନିଦରୁ ଉଠନ୍ତି ଆମକୁ ଲାଗେ ଯେମିତି ଆମର ବିଶ୍ରାମ ସରିନାହିଁ, ଆଉ ଟିକେ ଶୋଇବାକୁ ଇଚ୍ଛା ହୁଏ, ଆଉ 5 ମିନିଟ ଗଡି ପଡେ। ତେଣୁ ତାମାନେ ଆମର ଶୋଇବାଟା ଉପଯୁକ୍ତ ବିଶ୍ରାମ ପାଇନାହିଁ। ତେଣୁ ଶୋଇବା ଏବଂ ବିଶ୍ରାମ ଦିଟା ଏକା କଥା ନୁହଁ। ବିଶ୍ରାମ ହଉଛି ଶ୍ରମରୁ ଆମକୁ ଆରାମ ମିଳିବ, ତାହେଲେ କେମିତି ସେଇଟା ନେବେ? ସେଇଟା ଯୋଉ କାର୍ଯ୍ୟ ଆମେ କରୁଛନ୍ତି ବା ଯୋଉ କାର୍ଯ୍ୟ ବିଷୟରେ ଆମ ମୁଣ୍ଡ ଭିତରେ ଚାଲିଛି, ଯଦି ଶିଖି ଯାଆନ୍ତି ଆମେ କେମିତି ତା ବଦଳରେ ଏକ ଉଚ୍ଚତର ଚିନ୍ତା, ଭିନ୍ନ ଏକ ଚିନ୍ତା, ଭିନ୍ନ ଏକ ସ୍ଥିତି ଆମ ଭିତରେ ଆମେ ଯଦି ଆଣିପାରିବା, ତାହେଲେ ଆପଣ ଦେଖିବେ ମନ ବିଶ୍ରାମ ପାଇଯାଏ। ସେଇଥିପାଇଁ ବେଳେ ବେଳେ ମନର ବିଶ୍ରାମ କଥା ନେଇକି ଯେତେବେଳେ କୁହାଯାଇଛି, ମା କହିଛନ୍ତି ମନ ଯୋଉ କାର୍ଯ୍ୟରେ ବ୍ୟସ୍ତ ରହିଛି, ତେଣୁ ସେ ଯଦି କ୍ଳାନ୍ତ ହେଇ ପଡିଲା ତାକୁ ଅନ୍ୟ ଏକ କାମ ଦେଇଦିଅ, ତାହେଲେ ମନ ବିଶ୍ରାମ ପାଇଯାଏ। କାହିଁକି ନା ସେଇ କାର୍ଯ୍ୟ ନେଇକରି ସେ ଯେତେବେଳେ ଚିନ୍ତା ଚେତନା ଚିନ୍ତା ଚେତନା ନୁହଁ, ଚିନ୍ତା ତର୍ଜମା ଧାରଣା ଭାବନା ତା ଭିତରେ ବୁଡିଯାଏ, ବିଚାର ଯେତେବେଳେ ତା ଭିତରେ ସେ ବୁଡି ଯାଇଥାଏ, ସେ କ୍ଳାନ୍ତ ହେଇପଡେ। ତାକୁ ସେ କାର୍ଯ୍ୟ ଛାଡି ଯଦି ଆଉ ଏକ ଉଚ୍ଚତର ଧରଣର ନିମ୍ନ ଧରଣର କୁ କେବେ ଯିବାନି, ଯେତେ ଉଚ୍ଚତର କାର୍ଯ୍ୟ ତାକୁ ଯଦି ଦେବେ, ତାହେଲେ ସେ କଣ ହବ ନା, କାମ ଯେତେବେଳେ ଚେଞ୍ଜ ହେଇଗଲା, ତାର ଚିନ୍ତା ତାର ଭାବନା ସବୁ ଚେଞ୍ଜ ହେଇଯିବ, ସେଇ ଅନୁସାରେ ସେଥିରେ ପୁଣି ସେ ମଜିଯିବ, ସେ ବିଶ୍ରାମ ପାଇଯାଏ, ତାକୁ ଆଉ କ୍ଳାନ୍ତ ଲାଗେନି। ଇଏ ହେଲା ମନର। ପ୍ରାଣ ବିଷୟ ତ ଆମେ ସେପଟରେ କଥା ହବା। ଶରୀର ଯେତେବେଳେ କ୍ଳାନ୍ତ ହେଇ ପଡିଛି, ସେତେବେଳେ ତାକୁ ଆମେ ଯୋଗଯୁକ୍ତ ହେଇ ତାକୁ ବିଶ୍ରାମ ଦବା। ଆମେ କୋଉଠି ଗୋଟେ ଯୋଉଠି ଶରୀର ଆରାମରେ ରହିପାରିବ, ଭଲ ଏକ ଆସନରେ ବସିବା ହଉ କିମ୍ବା ଏକ ବିଛଣା ହଉ, ଯୋଉଠି ଭଲରେ ମାନେ ଆମେ ଧର ଯେ ବସିଛନ୍ତି ଚେୟାରରେ ବି ଭଲ, କିଛି ନାହିଁ, ଚେୟାରରେ ବସିଲେ, ବସିଲା ପରେ ଯୋଉ ଆମର କନସେନଟ୍ରେସନ ଟା ବଡିର ସବୁ ଅଙ୍ଗ ଉପରେ, ସବୁ କୋଷ ଉପରେ, ଯେମିତି ଏକ କୋମଳମତି ଶିଶୁକୁ ଶୁଆଇଲା ଭଳି, ତାକୁ ଆଦର କଲା ଭଳି, ତାକୁ ଯେମିତି ଆଉଁସିଲା ଭଳିଆ ଆମର ଶରୀରର ସମସ୍ତ ଅଙ୍ଗକୁ ଆମେ ଧୀରେ ଧୀରେ ଆଉଁସିବା, ତାକୁ କହିବା ଏତେ କାର୍ଯ୍ୟରେ ମୋର ସହଯୋଗ କରିଛୁ, ମା ତୋ ଭିତରେ ଦେଇ କେତେ କାମ କରୁଛନ୍ତି, ନିଶ୍ଚୟ ତତେ ମାଙ୍କର କୃପା ନିଶ୍ଚୟ ତୁ ପ୍ରାପ୍ତ କରିବୁ।
एमती एक उपाय हो पारे किंबा अन्य एक उपाय हो पारे चैत्य उपरे कंसंट्रेशन करेंगे हृद केन्द्र रे किंबा माँ को सम्मुख रे बसी माँ को ऊपर कंसंट्रेशन करेंगे माँ को शक्ति माँ को आलोक बा जदि आम अंतरात्मा रे आम हृद केन्द्र रे जदि कंसंट्रेशन करुँच सेउठू माँ को आलोक केमती प्रत्येक कोष को शरीर प्रत्येक कोष प्रत्येक अंग को जाऊँगी एवं समस्ते पुणी एनर्जी पाउଛନ୍ତି पुणी एनर्जेटिक हो जाउଛନ୍ତି प्रत्येक कोष पूरा एनर्जेटिक हो जाउଛନ୍ତି से माँ को सम्मुख रे आलोक सम्मुख रे से माने ठिया होउଛନ୍ତି एवं आलोक तांको जेमिति गाधेई पकाउछि ये एक प्रक्रिया अल्प समय नहीं पारे जदि से जेते भल लगे जदि अधिक समय अपन नियंतु ताहले शरीरटी शरीर स्थूल शरीर आराम पाए बहुत आराम पाए एवं अनेक शक्ति से संग्रह करनी से जी तक करि करू नचेत यदि आराम रे बसी हो नहीं बा सेमती किछि नाही ताले टिके बिछना ऊपर शांत भाव रे सोई पड़ ताकू आमे जदि शवासन जोटा करा जाए शवासन भली आमे सोइबा एक्चुअली आमे जो जाकी जुकी कि सोंदिनी सेमती सोइले शरीर रु क्रांति जाएनी पूरा आराम रे शरीर को पूरा खोला दीपट गोड़ दीपट को एमती आराम रे छाड़िथिबे हाथ दीटा रखिथिबे आराम माने जेम शरीर पूर्ण भाव में मुक्त कौन सी बंधन रे नाही एम जो गोटे कड़ माडिकी बा हाथ देकरी एमती जाकी हेकरी एमती हेले शांत भाव में पूरा बिछना रे सोई पड़िबे हाँ ता पूर्व किंतु किछि गोटे जिनस मन रखिबा जे परिष्कार परिच्छन्न हो जिबा सेमती जो से धूली हेतिबो बा ये हेतो सेमती नै टिके धोई दई पड़िबे तापरे शवासन जेमती बिछना ऊपर पड़ती सेमती पड़ीजिबे से समय रे भी मु कहिबी जे हृद केन्द्र रे मां को आह्वान करिवो से जदि साधारण लोक होइछि धरा जो आपण कहबे मु मां को जानेनी श्रीनु को जानेनी ठीक अछि हृद केन्द्र रे भगवत शक्ति को आह्वान करंतु आपणकर इष्ट देव को आह्वान करंतु हृद केन्द्र रे से समय रे सेमती माने करिवे तो टिके बिछना ऊपर शांत भाव में सोई पड़ तापर भल लगिले उठी पड़ी कार्य रे लागी पड़ जदि विश्राम नौच नियो विश्राम तापर किबा विश्राम नियो स्वप्न देख पड़ी रुह माने सेमती बिछना रे पड़ी था स्वप्न देख किछि नै सर बहुत काम करछ ना शरीर को टिके दरकार विश्राम टिके ताकू लीजर दरकार आउ आउ गोटे कारण होची आमर प्राणिक वासना जदि चरितार्थ होई नाही आमर साधारणतः निम्न प्राणर जो कामना वासना थाए मोर एटा दरकार मोर सेटा दरकार जदि ताहा मिले नाही ताहा भौतिक भाव में बाह्य जिनस किछि हो किंबा सूक्ष्म स्तर रे हो मोर कोठुडा जीवा को इच्छा थिला मते नेले नाही मोर किछि गोटे कहिबार थिला करिवार थिला मते कहिबा पई करिबा पई सुजोग मिलला नाही निज भितरे एक अवशोष असंतोष भाव रही जाए सेई वासनारू सेटा होची निम्न प्राणर से निम्न प्राणर वासना जेतबेले चरितार्थ होई न थाए कामर परिणत हो पारानी ना रही गला सेतबेले हमको अवसाद आसे साधारणतः जदि कई प्रश्न करती मन करा जो मु मां को पाई नहीं मां को देखिकी माँ मु एपर्यंत मां को पाऊनी मां कथा शुणी पारुनी से अवसाद आसेनी असंतोष भाव आसीपारे से असंतोष भाव मां पाखरे अली थाए मां पाखरे जेमती कहती भगवान पाखरे सब कहती जे मते देखा देलुन जेमती जगन्नाथ को तो केते गाली दिया है
ସେଥିରେ ଉଚ୍ଚତର ଯେତେବେଳେ କିଛି ଉଚ୍ଚତର ଚେତନାର କୌଣସି ଜିନିଷକୁ ଜଣେ ଆବଶ୍ୟକ କରୁଥାଏ ଏବଂ ସେଇଟା ସେ ଚରିତାର୍ଥ ହୋଇନଥାଏ, ତା ଭିତରେ ଯୋଉ ଅସନ୍ତୋଷ ଭାବ ଥାଏ ସେଟା କେବେ ଅବସାଦ ଆଣିଦିଏନି କିମ୍ବା କ୍ଳାନ୍ତ ଲାଗେନି। କିନ୍ତୁ ପ୍ରାଣୀଙ୍କ ବାସନା ଯେତେ ଚରିତାର୍ଥ ହୋଇନଥିବ ନିମ୍ନ ପ୍ରାଣର, ସେତେବେଳେ ଆମକୁ ବେସ୍ତିଆ ଲାଗିବ, ଆମକୁ ଅବସାଦ ଆସେ। ସେଥିପାଇଁ ମା ଲକ୍ଷ୍ମୀ ତାର ଫାର୍ଷ୍ଟ ଷ୍ଟେପ ହଉଛି ତୁମେ ସେଗୁଡିକୁ ତୁମର ବିବେକ ଦ୍ଵାରା ସମ୍ମୁଖୀନ ହବ। ବିବେକ ଦ୍ଵାରା ସମ୍ମୁଖୀନ ହବ ତାମାନେ ମନର ଯୋଉ ଗୋଟେ ପାର୍ଟ ଆମେ କହୁଛନ୍ତି ବିବେକ, ସେ ଆଟଲିଷ୍ଟ ତାକୁ ଆଣିବ ସମ୍ମୁଖ। କାହିଁକି ନା ସେ କହିବ, ସେ ତମକୁ ବୁଝେଇଦବ ଆକ୍ଚୁଆଲି ତମର ଯୋଉଟା ଚରିତାର୍ଥ ତମେ ଯୋଉ ଚାହୁଁଥିଲ, ଯୋଉ ଡିଜାୟାର, ଯୋଉ କାମନା ବାସନା କରୁଥିଲ, ସମାଜର ଆବଶ୍ୟକତା ଏବଂ ଗୋଟେ କହନ୍ତି ନା ନୀତି ନିୟମ, ବିବେକ ସବୁ ଏଗୁଡାକ ସବୁ ଦେଖେ। ଠିକ ଭୁଲ ତା ଧାରଣାରେ ବି ଗୋଟେ ସଂଜ୍ଞା ଅଛି ନା, ଠିକ ଭୁଲ ଏ ସବୁ ଜିନିଷ ସେ ବିବେକ ତମକୁ ବୁଝେଇ ଦବ। ତେଣୁ ବିବେକ ଦ୍ଵାରା ତାକୁ ଆଗ ବୁଝାଅ ଯେ ନହେଲା ନାଇଁ, ସେଇଟା ହେଇଥିଲେ ଏମିତି କଣ ହବ କଣ ନାହିଁ ତୁ ଜାଣିନୁ, ତୋର ଜ୍ଞାନ ନାହିଁ, କାହିଁ ବ୍ୟସ୍ତ ହଉଛୁ, କାହିଁକି ଅବସାଦ ହବ, ଅବସାଦ ହବାର କାରଣ କଣ? ତାକୁ ବିବେକ ସମ୍ମୁଖରେ ନେଇ ରଖିବେ। ଯେତେବେଳେ ବିବେକ କହିଦବ ଦେଖ ଏଇଟା ତୁ କରିଥିଲେ ତୋର ଏମିତି ହେଇଥାନ୍ତା, ଏମିତି ଏମିତି ହବ, ସେ ମଧ୍ୟ କିଛି ନା କିଛି ପରିମାଣରେ ବୁଝେଇ ଦବ। ତାମାନେ ମନକୁ ବ୍ୟବହାର କରିବ। ଉଚ୍ଚତର ମନର ମାନେ ଉଚ୍ଚତର ମନକୁ ତ ଯିବା ପୂର୍ବରୁ ଆମ ଭିତରେ ଯୋଉ ନୀତି ନିୟମ, ସମାଜ ସାମାଜିକ ଚଳ ପ୍ରଚଳ, ସାମାଜିକ ଚଳନି, ନୈତିକତା, ଆମର ଗୋଟେ ଅଛି ନା ନିୟମ ଏସବୁ ଜିନିଷ ବିବେକ କଣ କରେ, ସେ ସବୁ ଜିନିଷକୁ ତା ସମ୍ମୁଖକୁ ଆଣି ରଖିବ, କେତେ ଗୁଟେ ଯୁକ୍ତି ଦେଖେଇବ, ତା ଦ୍ଵାରା ତମେ ତାକୁ ବୁଝେଇ ପାରିବ ଯେ ନାଇଁ ଏଇଟା ଯଦି ଏଇ ବାସନାଟି ଚରିତାର୍ଥ ହେଇନାହିଁ, କିଛି ଖରାପ ହେଇନି, ଭଲ ହେଇଛି। ସେଟା ବିବେକ ଦ୍ଵାରା ତମେ ତାକୁ ବୁଝେଇ ପାରିବ। କିନ୍ତୁ ତାଠାରୁ ଆହୁରି ଭଲ ଉପାୟ ହଉଛି ତୁମର ଚୈତ୍ୟ ସତ୍ତାର ସଂସ୍ପର୍ଶରେ ଆସିବା ଯାଏ ତୁମକୁ ଗଭୀରରୁ ଗଭୀରତର ସ୍ତର ପର୍ଯ୍ୟନ୍ତ ଯିବାକୁ ହବ। ଚୈତ୍ୟ ସତ୍ତା ସହିତ ଯଦି ସଂସ୍ପର୍ଶ ଅଛନ୍ତି ଆପଣ, ତାହେଲେ ଅବସାଦ କୌଣସି କାରଣରୁ ବି ଯଦି ଆସିଲା, ତାହେଲେ ସିଧାସଳଖ ଚୈତ୍ୟ ସତ୍ତା ସମ୍ମୁଖରେ ନେଇ ତାକୁ ଥୋଇଦବ, ତାହେଲେ ଅବସାଦ ଚାଲିଯିବ। ଯେ ପର୍ଯ୍ୟନ୍ତ ଚୈତ୍ୟ ସତ୍ତା ସଂସ୍ପର୍ଶରେ ଆମେ ଆସିନାହାନ୍ତି, ସେ ପର୍ଯ୍ୟନ୍ତ ପ୍ରାଣିକ କାମନା ବାସନା ଯେତେବେଳେ ଆମକୁ ଆସୁଛି, ତେଣୁ ଆହୁରି ଅଧିକରୁ ଅଧିକ ଟିକେ ଡିପ୍, ଯୋଉ ଗଭୀରରୁ ଗଭୀରତର କହୁଛି ନା, ଟିକେ ଭିତରକୁ ଯିବାକୁ ପଡିବ। ସେତେବେଳେ ମନକୁ ବ୍ୟବହାର କରିବେ, ଧାରଣାକୁ ବ୍ୟବହାର କରିବେ। ଭଗବାନ ମା, ସେ ତ ସମସ୍ତଙ୍କର ମା, ଦିବ୍ୟ ଜନନୀ, ସେ କେମିତି ମୋର ଅମଙ୍ଗଳ ପାଞ୍ଚିବେ? ଆର ଗୁହ୍ୟତମ କାରଣ କଣ ହେଇଥାଇପାରେ ଯୋଉ ମୋର ଚରିତାର୍ଥ ହେଲା ନାହିଁ? ଆହୁରି ଅଧିକରୁ ଅଧିକ ଯେତେବେଳେ କନସେନଟ୍ରେସନ କରିବେ, ଉଚ୍ଚତର ସ୍ତରକୁ ଯିବେ, ଉଚ୍ଚତର ଆଲୋକକୁ ଆହ୍ୱାନ କରିବେ, ତାକୁ ପ୍ରଶ୍ନ କରିବେ, ତାପରେ ଆପଣ ଦେଖିବେ ଏଇଟା ପ୍ରାକ୍ଟିସ କଲେ ହବ। ଏମିତି ମୁଁ କହିଦେଲେ ହବନି। ଆପଣ ନିଜେ ଦେଖିପାରିବେ ଯେ ତାର ଉତ୍ସ କଣ, କାରଣ କଣ ହେଇନାହିଁ, ଆପଣଙ୍କ ପାଇଁ କେମିତି ଏକ ଫଳପ୍ରଦ ବା ଶୁଭପ୍ରଦ କାରଣ ଆଣି ଥୋଇଛି, ନ ହେଇଛି ବୋଲି, ଚରିତାର୍ଥ ହେଇନାହିଁ ବୋଲି। ଯଦି ଜଣେ ଗଭୀରରୁ ଗଭୀର ସ୍ତର ପର୍ଯ୍ୟନ୍ତ ଯାଏ, ତେବେ ନିଶ୍ଚୟ ସେ ସେଠି ପହଞ୍ଚିବ ଏବଂ ନିଶ୍ଚୟ ପାଇପାରିବ ସେ କାରଣର ଉତ୍ସଟିକୁ। ତେଣୁ ଯୋଉ ପ୍ରାଣିକ ବାସନା ଚରିତାର୍ଥ ହେଇନାହିଁ, ଯୋଉଥିପାଇଁ ଅବସାଦ ଆସି ପହଞ୍ଚିଛି, ସେ ଅନ୍ତର୍ହିତ ହେଇଯିବ। ଲେଖୁଛନ୍ତି ଯଦି ଆମେ ଦେଖିବା ମଣିଷ ଭିତରେ ଏଇ ପ୍ରାଣିକ ବାସନା ଗୁଡିକ ଚରିତାର୍ଥ ହେବା ଲାଗି ବହୁତ ସମୟରେ ଜାଗି ଉଠନ୍ତି। ଆଉ ଗୋଟେ ମଜା କଥା ହଉଛି ଯେ ଏଇ ଯୋଉ ପ୍ରାଣିକ ବାସନା ଗୁଡାକ ବହୁତ ଉପାୟରେ, ଭିନ୍ନ ଭିନ୍ନ ଭାବରେ ଆସନ୍ତି। ତାଙ୍କୁ ଚିହ୍ନିବା ଏତେ ସହଜ ନୁହଁ। ତୁମକୁ ଆମକୁ କଣ କରିବେ, ଅନ୍ୟାନ୍ୟ କାରଣ ଦେଖେଇଥିବେ, ଏଇଟା ଦରକାର ବା ସେଇଟା ଦରକାର, ବାହାରକୁ ଲାଗିବ ସେଇଟା ନିହାତି ଦରକାର, କିନ୍ତୁ ସେ ତାରି ଭିତରେ ତାର ପ୍ରାଣିକ ବାସନାଟି ଚରିତାର୍ଥ କରିବ। ଏକ୍ସାମ୍ପଲ ହିସାବରେ, ବାହାରକୁ ଦେଖାଯାଉଥିବ ଗୋଟେ କାମ ଦରକାର, କିନ୍ତୁ ସେଇଟା ଆପଣ ଦେଖିବେ
ଆପଣଙ୍କର ଲାଇକିଂ ଯୋଉଟା ଯୋଉ ବ୍ୟକ୍ତି ସେ ବ୍ୟକ୍ତି କଲେ ଆପଣଙ୍କୁ ଲାଗିବ ଠିକ। ଯଦି ସେ ବ୍ୟକ୍ତି ବ୍ୟତିରେକ ଆଉ କିଏ ଆସିଛି ତାହେଲେ ଆପଣ ସେଇ କାମରେ ନିଜକୁ ନିୟୋଜିତ କରିବାକୁ ଏତେ ପ୍ରେରଣା ଦାୟୀ ଲାଗିବନି। ଏତିକି ଆମେ ମନେ ରଖିବା ଯେ ପ୍ରାଣ ନିମ୍ନ ପ୍ରାଣ ସିଏ ଚରିତାର୍ଥ କରିବା ପାଇଁ ତାର ବାସନାକୁ ସିଏ ଏତେ ସୁନ୍ଦର ଭାବରେ ଏକ ପ୍ଲଟ ତିଆରି କରିଦବ ଆମ ପାଖରେ ଆପଣ ବୁଝିପାରିବେ ନାହିଁ। ଏବଂ ଯୋଉ ପ୍ଲଟ ଟି ତିଆରି ହେଇଥିବ ଆପଣ ଜାଣି ବି ପାରିବେ ନାହିଁ ସେ ଆପଣଙ୍କୁ କେମିତି କ୍ୟାପଚର କରୁଛି ତାର କାର୍ଯ୍ୟଟିକୁ ସିଦ୍ଧ ହାସଲ କରିବା ପାଇଁ। ଏବଂ ସିଏ ବାହାରକୁ ଆପଣଙ୍କୁ ଲଜିକାଲି ଠିକ ବୋଲି ଦେଖେଇଦବ ଏବଂ ନୀତି ନିୟମ ଦୃଷ୍ଟିରୁ ଆପଣଙ୍କୁ ଜାଣି ବି ପାରିବେନି, କହିବେ କଣ ଏଥିରେ ଭୁଲ ଅଛି। ଏ ସବୁ ଜିନିଷ ସେ ଆପଣଙ୍କୁ ଦେଖେଇଦବ। ସେ ଚରିତାର୍ଥ କରିବା ପାଇଁ ସେ ତାର ସୁନ୍ଦର 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 ଯୁକ୍ତି ତର୍କ ସୁନ୍ଦର ପରିବେଶ ଟେ ତିଆରି କରିଦେଇଥିବ। ଆଉ ଯଦି ସତରେ ତମେ ଚାହୁଁଛ ଯେ ନିମ୍ନ ପ୍ରାଣର ବାସନା ଠାରୁ ନିଜକୁ ମୁକ୍ତ ରଖିବା ପାଇଁ ଏବଂ ତୁମେ ଯଦି ମାଙ୍କୁ ଆହ୍ୱାନ କରୁଛ, ତୁମେ ଯଦି ମାଙ୍କ ପାଖରେ ଆସ୍ପୃହା କରିଛ ଯେ ମା ମତେ ତୁମର କରିନିଅ, ଏଇ ନିମ୍ନ ପ୍ରାଣର ଗତିବିତିରୁ ମୁକ୍ତ ରଖ, ନିମ୍ନ ମନରୁ ମତେ ଉର୍ଦ୍ଧକୁ ଉଠେଇ ନିଅ, ଯଦି ଏଇ ଆଶ୍ରୁଆ ରଖିଥିବ ତାହେଲେ ତୁମକୁ ଖଟକା ଲାଗିବ। ଟିକେ ନାକରୁ ଯୋଉ କହନ୍ତିନି ଟିକେ ନାକରୁ କେଁ ଲାଗିବ। ଆପଣ ଜାଣିପାରିବେ ଯଦି ଯିଏ ଆସ୍ପିରେସନ ଯାହାର ଥବ ସିଏ ଟିକେ ଅନୁଭବ କରିବ ଯେ କିଛି ନା କିଛି ତ କେଁ ଅଛି। ଆଉ ଯୋଉମାନେ ଆସ୍ପୃହା ସହିତ ଟିକେ ନିଷ୍ଠାପର ଅଛନ୍ତି ଯେ ନା ନା ମୁଁ ତା ଦେହରୁ ଟିକେ ମୁକ୍ତ ହବାକୁ ଚାହେଁ। ଦେଖନ୍ତୁ ଖାଲି କହିଦବା ଆସ୍ପୃହା କରିବା ଏବଂ ଟିକେ ଅଧିକ ନିଷ୍ଠା ପରେ ହେଲେ କଣ ହୁଏ ନା ନିଜ ଭିତରେ ଆଉ ଏକ ଗ୍ରହଣଶୀଳତା ବଢିଯାଏ, ଯଦ୍ଵାରା ଯେତେବେଳେ ସେ ପ୍ରାଣିକ ବାସନା ମୋ ଭିତରେ ଚରିତାର୍ଥ ହେବା ପାଇଁ ଲାଗି ଆସନ୍ତି ସେ ତାକୁ କରେଇ ଦବ ନାହିଁ। କିଏ ସେ? ସେ ଶକ୍ତିଟି ଯୋଉ ଆସ୍ପୃହାର ଯୋଉ ଆମର ଶକ୍ତିଟି ଯୋଉ ଗ୍ରହଣଶୀଳତାର ଶକ୍ତି ସେ କଣ ହେବ ମିଶିଯିବେ ଦିଟାକ ମିଶି ଯାଇକିରି ସେ ତାକୁ କରେଇ ଦେବେ ନାହିଁ। କରେଇ ନଦବା ଫଳରେ ଅବସାଦ ଆସିବ। ଅବସାଦ ଆସିବ ଯେତେବେଳେ ସେତେବେଳେ ଏଇ ଯୋଉ ଗ୍ରହଣଶୀଳତା ଆମ ଭିତରେ ଥିବ ତାକୁ ଆମେ ବ୍ୟବହାର କରିବା। ଆମେ ବିବେକକୁ ସେଥିପାଇଁ କହୁଛେ ପ୍ରଥମ କ୍ଷେତ୍ରରେ ତୁମେ ତୁମର ବିବେକକୁ ନେଇକି ତା ପାଖରେ ତାକୁ ଠିଆ କର। ତାମାନେ ଯୋଉ ନୈତିକତାର ଆମେ ଯୋଉ କହୁଛେ ନୀତି ନିୟମ ସାମାଜିକ ପ୍ରଥା ସାମାଜିକ ଚଳଣି ଇଏ ସବୁ ଦୃଷ୍ଟିକୋଣରୁ ଆଗ ତାକୁ ନିଅ ସମ୍ମୁଖୀନ କର। କାହିଁକି ନା ମତେ ଘରେ କଣ କହିବେ, ମୋର ଲୋକ କଣ କହିବେ, ବା ପରିବେଶର ଯ ରହିଛି ସେଥିରେ ଏଇଟା କଣ କରିବା ଠିକ ହବ କି? ଏବଂ ତାପରେ ନିଜକୁ ପଚାରିବେ ଯେ ମୁଁ ଯୋଉଟା କରୁଛି ମୋ ପାଇଁ କଣ ସତରେ ଏଇଟା ଦରକାର ହବ କି? ଏବଂ ମୋ ଭଳିଆ ଆଉ ସେଇଠି ବି ବେଳେ ବେଳେ ଟିକେ ଭଲ ମୁଁ ବି ସହଯୋଗ କରିବ କଣ ମୋ ଭଳିଆ ପିଲା କଣ ଏମିତି କରିବା ଉଚିତ ହବ? ଆଉ ଏଇଠି ବେଳେ ବେଳେ ଏ ଯୋଉ ପୋଷାକ ପିନ୍ଧନ୍ତି ନା ସେ ପୋଷାକ ମଧ୍ୟ ସାହାଯ୍ୟ କରେ। କୋଉଥିରେ ସାହାଯ୍ୟ କରେ? ଯଦି ଭଲ ପୋଷାକ ହେଇଥିବ ତାହେଲେ ବାସନା ଚରିତାର୍ଥ ନହବା ପାଇଁ ଯୋଉ ବିବେକ ଯେତେବେଳେ କାମ କରିବ ସେ ଆପଣଙ୍କୁ ସାହାଯ୍ୟ କରିବ। ଆଉ ଯଦି ଯୋଉ ଗୁଡାକ କେତେ ଗୁଟେ ପୋଷାକ ରହିଛି ଯୋଉଟା କି ଆମେ କହନ୍ତି ସିଏ ନିମ୍ନ ପ୍ରାଣର ବାସନା ଗୁଡିକୁ ଆହୁରି ଜାଗ୍ରତ କରାଇବ। ହୁଁ ଯେମିତି ଗୋଟେ ନାଁ ରହିଛି ଆମର ଏବେ ବିକ୍ରି ହଉଛି ହଟ ପ୍ୟାଣ୍ଟ। ତା ନାଁ ଟା ଇଟ ସେଲ୍ଫ ସେଇଥିପାଇଁ ଦିଆ ହେଇଛି ସେମିତିଆ ହଟ ପ୍ୟାଣ୍ଟ ମାନେ ସେ ଆପଣଙ୍କର ନିମ୍ନ ପ୍ରାଣର ବାସନାକୁ ଅଧିକ ଜାଗ୍ରତ କରାଇବ। ଗରମ ବା ହଟ୍ ସେଥିପାଇଁ ଆଗରୁ କଣ କରାହଉଥିଲା ଯେ ଯୋଉମାନେ ଟିକେ ଭଗବାନଙ୍କ ଆଡକୁ ଯିବାକୁ ଇଚ୍ଛୁକ ଥିଲେ ତାଙ୍କୁ ଗୋଟିଏ ପ୍ରକାରର ପୋଷାକରେ ତାଙ୍କୁ ରହିବା ପାଇଁ ଏକ ନିୟମ କରାଯାଇଥିଲା। ପୋଷାକ ଦ୍ଵାରା କଣ ହବ ଆପଣଙ୍କୁ ପୋଷାକ ସଚେତନ କରାଇ ଦବ ଯେ ଗେରୁଆ ପିଞ୍ଚ ବା ତମେ କେମିତି ଏ କାମଟି କରିବ।
सेमती न तमे तुम ऊपर नियंत्रण रखिबो ना। तमे केमती एमती रागी जीव समस्तक ऊपर, तमे केमती एमती जेमती नै सेमती जाहाक नै कथार किछि बाड़बता रखिबनि कहिदब। पोशाक तुमको कौन करिवो अटकई दब, परिवेश अटकाए, पोशाक अटकाए। सेतिपई पोशाक सेतिपई बेले बेले यूनिफॉर्म जोटा कहंती नै यूनिफॉर्म दरकार, माने हमको सचेतन करे। जदि तुम आश्रम रहुच, आश्रम रु आसिकी केमती तमे एमती करि परिबो, निज भितर मध्य विवेक कौन करे सेटा को अटकाए। तेणु तुम्हें कौन कर, तुम्हें सेपरी क्षेत्र में तुम्हें सेगुड़ को तुम विवेक द्वारा सम्मुखीन हब। ये आउ गोटे कथा भी मन पड़ुची, तेणु कहूँ बेले बेले जिते बड़े तुम गोटे प्रतिष्ठा हो जाए सी भी तुमको अटकई दिए, किंतु सेतेबेले बेले बेले जो माने अधिक निम्न प्राण रे बांधी की रही था, आसक्ति युक्त होगी रही था, अहं द्वारा पूरा ग्रस्त होगी था, से माने कौन करती निजे जदि सेटा को न करि पारंती ताहले अन्य मानक जरिया रे ताकू से माने कौन करती ना तार फायदा उठिया पई बा ताकू चरितार्थ करिया पई चेष्टा करती। एठी गोटे गोटे गपटे मन पड़ला मनोज दासंकर, माने मजा लगे गपटी कहूँ आ सहित टिके कम लिंक, किंतु प्राणिक वासना सहित लिंक अच्छी। कथाटी हूँ जने जमीदार तांकर जमीदार पत्नी सी टिके हिंसा को भारी भल लगुन, भारी कष्ट लगुला। कौन ना जो देवी पाखरे सब तर बलि फली दि जाए, सी बलि ठारू भारी भल लगे। कौन निरीह प्राणी गुड़ाक भगवान पाखे बलि देवे, ठाकुराणी पाखे बलि दौरान तापर ताकू आनिकी रोषेईबास कर खाऊँ भगवान देवी प्रसाद बोली, एगुड़ा भल लगिलानी। निरीह प्राणी गुड़ा कहीं बलि दब। तेणु से जमीदार को कहले तमे बलि प्रथाटा बंद कर दियंती। से सेठू कहते जुक्ति देखो ना, कौन देखो अरे ये परंपरा कथा केमती बलि बंद कर दे। सी कहते जे माँ कौन केबे गोटे प्राणीर बलि नेबे, से ना ना ये केते पुराणा काल रही, जदि न करेंगे ताले माँ रागिबे से करे गोटे स्त्री बुझाऊँ। देखो माँ केबे भी कौन सी संतान मानकर बलि नियंती नहीं। एठी जो अन्य सत्ता माने रही प्राणिक सत्ता जोड़ा कि देवी नुहति, से माने ये काम करोजन तमे बुझी पारुन का स्वामी को कहते। ये जो माने प्राणिक सत्ता रही सी भाषा कहते जे चिरगुणी पिशाचुणी एमान सब रही, से माने सब एगुड़ाक नौचंती। जमारू केबे भी माँ निजे देवी ठाकुराणी निजे नौना गुड़ाक तमे बुझुन। जमीदार कथा शुणिले ना, बहुत कथा बुझेले, तमे जान तमे कौन शासन विषय जान, तमे जान लोकंर सेंटिमेंट को लेकिन केमती अच्छी बंद करदेवी, लोकंर गोटे आस्था अच्छी, एमती सब बहुत जुक्ति देखले। गोटे जमीदार पत्नी टिके नीरव रहिले, कहले हौ पलैले कौन करे, चुपचाप गले। किंतु किछि वर्ष पर हठात जमीदार डिक्लेयर कले जे ए वर्ष ठारू आउ बलि दिया जीव नहीं। सबुठार बेसी खुशी जमीदार पत्नी हेले, कहले जहा पचे हो वर्ष किछि गला, कि एत वर्ष पर भी हो जा हो स्वामी तो जानिले एवं बंद कले, ता माने बुझिले कथाटी जे प्रकृत रे माँ बलि चाहती नहीं। खुशी हो गले भारी। तेणु सी जो अनाउंस कराला समस्ते गले, खुशी रे गले, पलैले जाइकरी चारिआडे डुंगरा लगिगला बाजीगला। सेठू घरे परे जो एकाकी अच्छा जमीदार सेठू जाइए पत्नी खुशी जाहिर कर कंग्राचुलेसन करा जा, थैंक यू दवा जा। जो कंग्राचुलेसन दौरान जहा हो तमे एते दिन पर बुझिल एवं बंद करदेल बलि प्रथाटा, मते भारी खुशी लगिला, मु आज बहुत खुशी। सेठू जमीदार रागी कह खुशी कि खुशी कहीं खुशी हो, हाँ मो कष्ट तुमको खुशी लगुच। ये आश्चर्य, कष्ट कौन है गोटे लोकटा बुझिला बंद करदेला, कष्ट कौन है हाँ तुम बोधे जानी पारुन सब। हाँ
एगुड़ाक एक्चुअली जमीदार बाहर को किसी देखो ना बाहर पूरा सुंदर भाव देख जोटा तांको पत्नी बुझेइथिले सेई कथा गुड़ाक से चिक्कण भाव सुंदर भाव कहले माँ केबे बलि चाहती ना इत्यादि 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 सब कहीगले तापर जो पत्नी को कह कष्ट तुम बुझी पारन ए दांत नहीं ये पाकुआ दांत रे मु आउ से मटन खाई परिबी आउ एमान सब मोरी आगे खाऊे मत के कष्ट हम बंद करदेली एकाथरे बंद करदेली समस्त सफा कई खाई पारे नहीं जा आउ मोरी आगे खाइबे मु खाइबिनी कि कष्ट मत हम देखो यहाँ हूँ भितर प्राणिक वासना जोटा कि चरितार्थ नहेले ताकू केते कष्ट होउची से भितरे कष्ट किंतु बाहर मुहरे सुंदर भाव से मेसेज देला भलिया केते बुझेई दे गले किंतु भितरे से बहुत कष्ट पान जो माने प्राण प्रधान व्यक्ति जो माने अहंक इंद्रिक व्यक्ति से माने बाहर बहुत सुंदर भाव बुझाती बहुत सुंदर बुझाती आप जमार जानी पारिबेनी किंतु प्राणिक वासना तांकर बहुत स्ट्रांग थाए से चरितार्थ न होइतबो भारी कष्ट पाती भितरु बेले बेले लोक कहती लोक को एते खराब काम कर कष्ट पाउन किछि तो तांकर हो नै भगवान तांको पई केमति किछि करनाते आमो पई खाली आपण जानना जो मान प्राणिक वासना बाहर को चरितार्थ न हुए से माने भितर भितर केते कष्ट पाउथांते बहुत कष्ट पाउथांते से कष्टटा से बाहर को देखांती नै तेणु विवेक द्वारा प्रथमे आर्थ सम्मुखीन हुआ किंतु तापरे जो जो पदक्षेप गुड़ा कहउछन से गुड़ा आम आलोचना करसिलेनी ताकू आउ टिके पढ़ीदबा एवं आउ टिके कथा कहउछन तुम प्राण रे काहेकि असंतोष जात होउची से कारणटी को खोजी बाहर कर तुम अवसादर कारणटी को पदा को बाहर करी आण तुम आग कारणटा खोज अवसाद कहीं आसी सेठी निश्चय जान पाइबो जे तुम निम्न प्राण वासना चरितार्थ है नाही तेणु तुम प्राण रे कहीं असंतोष जात है ताको बाहर कर तापरे सीधा ताको चाहि रुह एवं निजको पचार अच्छा जदि यही मोर प्राण चाहूथिबा वासनाटी को चरितार्थ करी तद्वारा मो अंतरर यथार्थ अभिप्सा उपकृत हब कि जो माने प्राण भितर उबुटुबु होइथिबे से माने एटा करबा कष्ट से माने जानि परिबेनी जे तांकर अभिप्सा कोन बोली से मानक पई कष्ट तेणु जो माने टिके भी भाबिलेनी से सचेतन हो जातु सचेतन हो जातु जे आमर अभिप्सा होउची मां को प्रतिष्ठा करवा निजर कामना वासना को प्रतिष्ठा करवा नुह निजर अवसाद आसुची जदि तुमर प्राण वासना चरितार्थ न होइची तुमे कष्ट पाउच ता माने जानि रख तुम अभिप्सा ता द्वारा उपकृत हो नहीं तेणु तुमे कष्ट पाउच आउ के जण माने जो घसिया पिठिया हो जाई थांती से माने एते बुड़ी जाई थांती तांकू जना पड़े नहीं से माने केवल भगवत कृपा जदि हुए ताले से माने बुझी पारियो नहल नहीं तांकर कहती ना पिठिया माड़ खाई खाई बेले बेले पिठिया हो जाती से माने परिवर्तन हो पारियो नहीं बेले बेले मते मजा लगे मजा कथाटे मु कहे एबे लाई डिटेक्शन मशीन बाहरी जो के जन व्यक्ति अच्छे जो माने मिछ तांको रक्त रे प्रवाहित होउची छलना करबा तांको रक्त रे प्रवाहित होउची सेमान पाखरे लाई डिटेक्शन मशीन भी काम करिवनी तांको जदी आमे साधारणतः लाई डिटेक्शन मशीन रे पचरा जाए जो गुड़ाक तमें ठीक उत्तर ही दब तार किसी बाट ना जमती तुम ना कौन तुम तो ठीक उत्तर दे बाध्य ना सेटा भी जदि पचार से जो माने भल मिछ कहती भल मिछ कहती मिछ रक्त रही छलना रक्त रही से माने जदि नाटा भी भूल ना कहे से लाई डिटेक्शन कहे सत कहूँ कहीं धरवा कष्ट केवल जदि आकस्मिक भाव में भगवत कृपा अहेतुकी भाव में काम करे से माने जानी पारिबे नहले आमे जो माने चेष्टा करूछंती मां कहउछंती तमे तो कौन कर निजको पचार यही वासनाटी चरितार्थ हेले मो अंतर जो अभिप्सा रही मां को परिप्रकाश करी मांकर हेजिबी सेटा उपकृत हब कि किंबा मु साधारण स्तर निम्न स्तर गतिविधि शिकार हेजिबी तर माँ कहते जदि ये कर तेबे तुम सांगे सांगे बुझी पार जे तुम अंतर अभिप्सा सहित यही वासनार किछि संपर्क नहीं किछि भी संपर्क नहीं तेणु मोर कहया कथा हूँ आमे पचारिबा कहीं माँ तो लिखिले
जे अंतरर अविश्वास सहित संपर्क भी किछि नाही। जदि मोर वासना चरितार्थ हेई नाही, सीधा सड़क मु जानिली जे वासनार संपर्क किछि नाही। जदि मो भीतर अवसाद आसुची, मु कन्फर्म हेई गली जे मु वर्तमान कामना वासना रे जड़ित थिली एवं अभिप्सा सहित जेहेतु आर की संपर्क नाही, तेणु मते नेक्स्ट स्टेप काम करिया पड़िबो। ए कामना वासना केमती मते आउ कबलित करिवो नाही, मते जेमती आउ हैरान करिवो नाही। ସେଇଥିପାଇଁ କହୁଛନ୍ତି ତାପରେ ତୁମ ପକ୍ଷରେ ସେଇ ବାସନାଟିକୁ ଅତିକ୍ରମ କରିଯିବା ସହଜ ହେବ। ଆଗ ତମେ ଜାଣିବ, ଯଦି ନ ଜାଣିବ ତାହେଲେ ବାସନା ଅତିକ୍ରମ କରିପାରିବ। ଯଦି ନିଜେ ନିଜକୁ ଆଗ ନ ଜାଣିବ ତାହେଲେ ହବ ନାହିଁ। କଣ ହବ, ଆରେ ତମେ ତ ଯଦି ତାକୁ ନିଜେ ସମର୍ଥନ କରିବ, ସେ ଯିବ କେମିତି? ତମ ଘରେ ଗୋଟେ କୁକୁର ପଶି ଆସିଛି, ତମେ ତାକୁ ବୁଲା କୁକୁର ବୋଲି ଭାବୁଛ ବୋଲି ବାଡି ଧରିକି ଗୋଡେଇ ବାଡଉଛ ଜାବଳା ଜାବଳା। ଆଉ ଯଦି ପୋଷା କୁକୁର ବୋଲି ତମେ ଭାବିଲ ତାକୁ, ତମ ଭିତରେ ତମେ ଯଦି ଗୋଟେ ପୋଷା କୁକୁର ରଖିଛ, ସିଏ ଯଦି ତମ ଘରକୁ ଆସିଲା ତମେ ତାକୁ ତଡିବ? ଆରେ ମୋ ପୋଷା କୁକୁର ମୁଁ ପୁରା ନିଜେ ପଇସା ଦେଇ କିଣିକି ଆଣି ରଖିଛି, ତାକୁ କେମିତି ବାଡି ଧରି ତଡିବି? ତେଣୁ ଯେ ପର୍ଯ୍ୟନ୍ତ ତୁମେ ତାକୁ ଯଦି ନ ଚିହ୍ନୁଛ, ଏଇଠି ଯେମିତି କହିଲେ ତମେ ତାକୁ ପ୍ରଶ୍ନ କର, ଦେଖ ଯେ ଅଭିପ୍ସା ଉପକୃତ ହବ କି ତା ଦ୍ଵାରା, ନା ତମେ ନିମ୍ନ ସ୍ତରର ଗତିବିଧି ଦ୍ଵାରା ତାର ଶିକାର ହେଇଯାଉଛ। ମା ସେଠି କହିଲେ ତୁମ ମନେ ରଖ, ତୁମ ଅନ୍ତରରେ ଅଭିପ୍ସା ସହିତ ବାସନାର କିଛି ସମ୍ପର୍କ ନାହିଁ। ତାମାନେ ସେଟା ବୁଲା କୁକୁର ବାହାରୁ ପଶି ଆସିଛି। ଯଦି ଯେ ପର୍ଯ୍ୟନ୍ତ ତମେ ତାକୁ ବୁଲା କୁକୁର ବୋଲି ନ ଭାବିଛ, ତାକୁ ପୋଷା କୁକୁର ବୋଲି ଭାବିଲ, ତାହେଲେ ତୁମେ ତାକୁ ଅତିକ୍ରମ କରିବା ସହଜ ହବ ନାହିଁ। ତେଣୁ ଯେତେବେଳେ ତାକୁ ଭାବିବ ନାହିଁ ଏଇଟା ବାହାରୁ ଆସିଛି, ୟା ସହିତ ମୋର ଅନ୍ତରର ଅଭିପ୍ସା କିଛି ସମ୍ପର୍କ ନାହିଁ, ତାହେଲେ ଏଇଟା କନଫର୍ମ ହବ, ତାହେଲେ ତୁମେ ୟାକୁ ଅତିକ୍ରମ କରିପାରିବ। ନହେଲେ ଆମର ଯୋଉ ଟିକେ ନାକୁରୁ କେଁ ନା, ତାକୁ ସମର୍ଥନ କରିବାର ଯୋଉ ଟିକେ ନାକୁରୁ କେଁ, ସେ ଏମିତି ମାଡି ବସିବ, ଏମିତି ମାଡି ବସିବ, ଧୀରେ 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 ମୁଁ ତା ଭିତରେ ଉବୁଟୁବୁ ହେଇଯିବି ଏବଂ ମତେ ସେଇ ବ୍ୟକ୍ତି ହିଁ ଠିକ ଲାଗିବ। ଆମେ ଏଠି ଅନେକ ସମୟରେ ନିଜେ ନିଜ ଜାଗାରେ ସବୁ ଫେସ୍ କରୁଥିବା ସେଇଭଳିଆ ବ୍ୟକ୍ତିଙ୍କୁ ଏତେ ସେମାନେ ବଶୀଭୂତ ହେଇଯାଇଥାନ୍ତି, ସେ କହିବେ ମତେ ତମେ ଆଡଭାଇସ ବେଶୀ ଦିଅ ନା, ଏମିତି ଏମିତି ସବୁ କହିବେ। ତେଣୁ ସେମାନଙ୍କ କଥା ଛାଡ, ଆମେ ନିଜେ ନିଜକୁ ଦେଖିବା ଯେ ଆମେ ଜାଣିବା ଯେ ମୋ ଯଦି ଅବସାଦ କେତେବେଳେ ଆସୁଛି, ତାମାନେ ମନେ ରଖିବା ଉଚିତ ଅନ୍ତର ଅଭିଳାଷତା କି ସମ୍ପର୍କ ନାହିଁ, ଏବଂ ସେତେବେଳେ ତୁମେ ଅତିକ୍ରମ କରିବା ସହଜ ହବ, ମନରେ ପୁଣି ସାମ୍ୟ ଅବସ୍ଥା ଆସିଯିବ। ମା କହୁଛନ୍ତି ତାପରେ ଯଦି ଏତିକିରେ ବି ଯଥେଷ୍ଟ ନ ହେଲା, ତାହେଲେ କଣ କରିବ? ତାହେଲେ ତୁମ ଚୈତ୍ୟ ସତ୍ତାର ସଂସ୍ପର୍ଶରେ ଆସିବା ଯାଏ ତୁମେ ଗଭୀରରୁ ଗଭୀରତର ସ୍ତର ପର୍ଯ୍ୟନ୍ତ ଯିବାକୁ ହବ। ସେତେବେଳେ ତୁମ ପାଇଁ ଏକମାତ୍ର କାମ ହେଲା ତୁମର ଅବସାଦ ମୂଳକ ପ୍ରତିକ୍ରିୟା ସହ ତୁମେ ତୁମର ଏହି ଚୈତ୍ୟ ସତ୍ତାକୁ ସଂଯୁକ୍ତ କରିଦେବ। ଆମେ ଆରମ୍ଭରେ ଏଇଟା କଥା ହେଇସାରିଛନ୍ତି। ମାଙ୍କୁ ଆହ୍ୱାନ କରିବ, ମାଙ୍କ ପାଖରେ ନେଇ ଥୋଇବ, ସେଠି ବାରମ୍ବାର ତାଙ୍କୁ ହସ୍ତକ୍ଷେପ କରିବା ପାଇଁ ନିବେଦନ କରିବ। ତାହେଲେ ତମେ ବର୍ତ୍ତମାନ ଦେଖିବ, ଯଦି ଚୈତ୍ୟ ସତ୍ତା ସହିତ ସମ୍ପର୍କ ହେଇଗଲା, ଦିବ୍ୟ ଜନନୀଙ୍କ ପାଖରେ ଯଦି ଆମେ ସମର୍ପଣ କରିଦେଇ ପାରିଲେ, ତାହେଲେ ତୁମେ ସାଙ୍ଗେ ସାଙ୍ଗେ ଦେଖିବ ଯେ ତୁମର ସେ ଅବସାଦ କୁଆଡେ ମିଳେଇ ଗଲାଣି। ମା ଆମେ ଏଠି ସାରିବା, ଖାଲି ଲାଷ୍ଟ ପଏଣ୍ଟ ଟା ଆଉ ଥରେ ଦେଖିଦବା। କଣ କହିଲେ? ତୁମର ଅବସାଦ ମୂଳକ ପ୍ରତିକ୍ରିୟା ସହ ତୁମେ ତୁମର ଏହି ଚୈତ୍ୟ ସତ୍ତାକୁ ଯଦି ସଂଯୁକ୍ତ କରିଦେବ, ତାହେଲେ ବର୍ତ୍ତମାନ ତୁମେ ସଙ୍ଗେ ସଙ୍ଗେ ଦେଖିବ ଯେ ତୁମର ସେଇ ଅବସାଦ କୁଆଡେ ମିଳେଇ ଗଲାଣି। ଏଇଟା ହଉଛି ଆଜିର ଆଲୋଚନାର ସାରାଂଶ ଏବଂ ଶ୍ରେଷ୍ଠ ବାକ୍ୟ। ତାକୁ ଆମେ ମନେ ରଖିବା, ଅବସାଦକୁ ଚୈତ୍ୟ ସତ୍ତା ସହିତ ସଂଯୁକ୍ତ କରିଦେବ, ତାହେଲେ ସିଏ ସାଙ୍ଗେ ସାଙ୍ଗେ କୁଆଡେ ମିଳେଇ ଯିବ। ଆମେ ମାଙ୍କୁ ଆହ୍ୱାନ କରି ସାରିବା। ମା 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 Ma. Thank you, all are aware.